ମୋ ନାଁ ଦୈତାରୀ ମହାନ୍ତ। ଗ୍ରାମ ନିଉଣ୍ଡି, ଜିଲ୍ଲା କେନ୍ଦୁଝର। ତୁରୁମୁଙ୍ଗାରେ ମୋର କ୍ଲିନିକ ଅଛି। କେତେ ବର୍ଷ ହେଲା ଆପଣ ଏ ବୈଧ କାର୍ଯ୍ୟକଳାପ କର? ମୁଁ 1983 ମସିହାରୁ ବୈଧ କାର୍ଯ୍ୟ କରି ଆସୁଅଛି। ଏଥର କଣ କୋଉ ରୋଗ ପାଇଁ ବେଶୀ ବୈଧଗିରି ଆପଣ ଆରମ୍ଭ କଲେ? ମୁଁ ପ୍ରଥମେ ଭାତୁଡି ଚିକିତ୍ସା କଲି। ଅର୍ଷ ଅପରେସନ କରୁଥିଲି କ୍ଷାରୀୟ ସୂତା ମାଧ୍ୟମରେ। ଅର୍ଷ, ଭଗେନ୍ଦ୍ର, ମଳକଣ୍ଟକ ତିନିଟା ଜିନିଷ ଭଲ କରୁଥିଲି। ବାପା ଥିବା ସମୟରେ ହିଁ ମୁଁ ଏଟା କାର୍ଯ୍ୟ ଷ୍ଟାର୍ଟ କରିଥିଲି, କିନ୍ତୁ ସେଥିରେ ବହୁତ ଲୋକ ଉପକୃତ ହେଲେ ଆଉ ହେଇଛନ୍ତି ମଧ୍ୟ। ତାପରେ 2000 ମସିହାରେ ଆମେ ବୈଦ୍ୟ ସଂଘ ଗୋଟେ କେନ୍ଦୁଝରରେ ଗଠନ କଲୁ। ସେ ଗଠନ ପରେ ମୁଁ କେସିୟର ଥିଲି। ଏବେ ମୁଁ କେଉଁଝର ବୈଦ୍ୟ ସଂଘର ସେକ୍ରେଟାରୀ ଅଛି। ଆଉ ସବୁ ବୈଦ୍ୟ ମାନଙ୍କୁ ଆମେ ସଂଗୃହିତ କରିକିରି କୋଉଠି କଣ ରହିଛନ୍ତି ଗାଁ ଗହଳିରେ ତାଙ୍କୁ ସଂଗ୍ରହ କଲୁ। ତାପରେ ମିଟିଂ କରୁ। ମିଟିଂ କରି ସବୁ ଶିକ୍ଷା ଦିଆଯାଏ ବୈଦ୍ୟ ମାନଙ୍କୁ। କିଏ କଣ ମଦକ ବନଉଛି, କିଏ କଣ ତୁଟକା ମେଡିସିନ ଦଉଛନ୍ତି, ଏସବୁ ଆରମ୍ଭ କଲୁ। ଔଷଧୀୟ ଜିନିଷ ଆପଣଙ୍କ ପାଖରେ ଅଛି ରୋଗୀମାନଙ୍କୁ ଚିକିତ୍ସା ପାଇଁ ଆପଣ ଉତ୍ସାହିତ କର? ମୋ ପାଖରେ ଚର୍ମ ରୋଗ ପାଇଁ ଅଛି, ଏକ୍ଜିମା ପାଇଁ ଅଛି, ଆଣ୍ଠୁ ଗଣ୍ଠି ଜଏଣ୍ଟ ପେନ୍ ଯୋଉମାନଙ୍କର ହଉଛନ୍ତି ସେମାନଙ୍କୁ ମୁଁ ସମ୍ପୂର୍ଣ୍ଣ ଆରୋଗ୍ୟ କରୁଛି। ଆଉ ଥଣ୍ଡା, କାଶ, ଏସନଫୁଲିଆ ଯୋଉମାନଙ୍କର ଅଛି ସେଟା ମୋର ହଉଛି ରିସର୍ଚ୍ଚ ମେଡିସିନ। ଆଉ ସେଥିରେ ମୁଁ ଥଣ୍ଡା, କାଶ, ଏସନଫୁଲିଆ ସବୁ ଭଲ କରୁଛି ଗ୍ୟାରେଣ୍ଟି ଦେଇକିରି। ଆଉ ମଧୁମେହ ଚୂର୍ଣ୍ଣ ଗୋଟେ ବାହାର କରିଛି। ସେ ମଧୁମେହ ଚୂର୍ଣ୍ଣ ମୋର ପ୍ରତ୍ୟେକ ଜିଲ୍ଲାକୁ ପାର୍ସଲ ରେ ପ୍ରାୟ ପ୍ରତ୍ୟେକ ମାସ 10 କିଲୋରୁ 15 କିଲୋ ପାର୍ସଲ ଯାଉଛି। ବୈଧ ମେଳା ହେଇଛି, ଏଇ ମେଳାରେ ସବୁ ଡାକ୍ତର ସବୁ ଲୋକ ଆସିବେ। ମୋର ପୁରୁଣା ପେସେଣ୍ଟ ବହୁତ ଆସିଛନ୍ତି, ଆଉ ବହୁତ ମେଡିସିନ ନେଇଛନ୍ତି। ମୋର ମେଡିସିନ ବର୍ତ୍ତମାନ ସରିଗଲାଣି, ଆଉ ଅଳ୍ପ ଅଛି। ଆଉ ଯୋଉମାନେ ବି ଜାଣିଛନ୍ତି ସେମାନେ ଆଉ 5 ଜଣ 10 ଜଣ ବି ଲୋକଙ୍କୁ ନେଇକରି ଆସିଛନ୍ତି, ଆଉ ସେମାନେ ମଧ୍ୟ ଉପକୃତ ହେଇଛନ୍ତି। ଆପଣ ଏଇ ବୈଧ ମେଳା ଏଠି ଅନୁଷ୍ଠିତ ହେଲା ଏଇ ଯୋଉ ଭୁବନେଶ୍ୱରରେ, ଏଥିରେ ଆପଣ ଅଂଶଗ୍ରହଣ କରିକି ଆପଣ କେତେ ଏଥିରେ ଉପକୃତ ଅଛନ୍ତି? ଏଇ ବୈଧ ମେଳାରେ ମୁଁ ବହୁତ ଉପକୃତ ଆଜ୍ଞା, ଆଉ ବହୁତ ଖୁସି। 2000 ମସିହା ବେଳକୁ ଯେତେବେଳେ ଆମର ମେଳା ହେଇଥିଲା, ପ୍ରାଇଭେଟ ମେଳା ହେଇଥିଲା, ସେତେବେଳେ ଲୋକମାନେ ଏଇ ଚେରମୂଳି ବିଷୟରେ ଅଭିଜ୍ଞତା କିଛି ନଥିଲା। ସେମାନେ ଜଡିବୁଟି ବୋଲେ କଣ କିଛି ବୁଝୁନଥିଲେ। ବର୍ତ୍ତମାନ ଜଡିବୁଟି ପାଇଁ ବହୁତ ଆଗ୍ରହୀ ଲୋକମାନେ, ଆଉ ଗଛ ପ୍ରତି ବହୁତ ଆଗ୍ରହୀ। ଗଛ ମଧ୍ୟ ଆମେ ଦେଖୁଛୁ ଏ ମେଳାରୁ ବହୁତ କିଣିକରି ନେଉଛନ୍ତି। ଆଉ ଆମେ ମଧ୍ୟ ସେ ଗଛ କଣ ପାଇଁ ନେଉଛ, ତାର କଣ ଉପକାର, ଆମେ ତାଙ୍କୁ ବୁଝେଇ ଦଉଛୁ ଗଛ କଣ କାମରେ ଲାଗେ।